जय राधे कृष्ण माँ भाई भौणी मोर प्रणाम। आज श्रीमद भगवद गीतार द्वितीय अध्याय श्लोक 9 बोलिबी। आसतु आरंभ करिबा। संजय उवाच एवं उक्ता ऋषिकेश गुडाकेश परन्तप न जोच्यैति गोविन्दमुक्ता तस्मिन् बभूवः। एवं उक्ता ऋषिकेश गुडाकेश परन्तप न जोच्यैति गोविन्दमुक्ता तस्मिन् बभूवः। संजय कहिले एहीपरि भावरे शत्रु दमनकारी अर्जुन कृष्ण को कहिले हे गोविंद मु युद्ध करिबि नाही। ଏହା କହି ସେ ନୀରବ ହେଲେ। ଏଟା ସଞ୍ଜୟ ଧୃତରାଷ୍ଟ୍ର କହୁଛନ୍ତି ଯେ अर्जुन ଶ୍ରୀକୃଷ୍ଣ କହିଲେ हे ଗୋବିନ୍ଦ ମୁଁ ଯୁଦ୍ଧ କରିବି ନାହିଁ। ଏହା କହି ସେ ଚୁପ୍ ହୋଇ ରହିଲେ। ଭାବା अर्जुन युद्ध କରିବାକୁ ଯାଉନାହାନ୍ତି ବରଂ ତତ୍ ପରିବର୍ତ୍ତେ ସେ ଯୁଦ୍ଧକ୍ଷେତ୍ର ତ୍ୟାଗ କରି ଭିକ୍ଷା କରିବାକୁ ଯାଉଛନ୍ତି। एकथा शुणी बोधे धृतराष्ट्र खूब खुशी होइथिबे किंतु अर्जुनଙ୍କୁ परंतप शत्रु दमनकारी बोली कही संजय धृतराष्ट्रଙ୍କୁ हताश କରି ପକାଇଲେ। ଯଦିଓ ପାରିବାରିକ ମୋହ ଯୋଗୁଁ अर्जुन ସାମୟିକ ଭାବରେ ମିଥ୍ୟା ଶୋକ ମୋହରେ ଅଭିଭୂତ ହୋଇ ପଡ଼ିଥିଲେ ତଥାପି ସେ ପରମ ଗୁରୁ ଶ୍ରୀକୃଷ୍ଣଙ୍କର ଏକ ଶିଷ୍ୟ ଭାବେ ଆତ୍ମସମର୍ପଣ କଲେ। ଏଥିରୁ ଜଣାଗଲା ଯେ ସେ ଖୁବ୍ ଶୀଘ୍ର ଏ ପାରିବାରିକ ମୋହ ରୂପ ମିଥ୍ୟା ଦୁଃଖରୁ ମୁକ୍ତ ହେବେ ଓ ଉପଯୁକ୍ତ ଜ୍ଞାନ ଲୋକରେ ଉଦ୍ଭାସିତ ହୋଇ ପଡ଼ିବେ ଅର୍ଥାତ୍ ଆତ୍ମାनुभୂତି ବା କୃଷ୍ଣ ଚେତନା ଲାଭ କରିବା ନିଶ୍ଚୟ ଯୁଦ୍ଧ କରିବେ। ଏହିପରି ଧୃତରାଷ୍ଟ୍ରଙ୍କ ଆନନ୍ଦ ନିରାନନ୍ଦରେ ପରିଣତ ହେବ। କାରଣ अर्जुन କୃଷ୍ଣଙ୍କ ଠାରୁ ଜ୍ଞାନ ଲୋକ ଲାଭ କରି ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରିବେ। ଏଠାରେ अर्जुन ଯୁଦ୍ଧ କରିବାକୁ ଯାଉନାହାନ୍ତି କାରଣ ଯୁଦ୍ଧ କ୍ଷେତ୍ରକୁ ତ୍ୟାଗ କରି ସେ ଭିକ୍ଷା କରିବାକୁ ଯାଉଛନ୍ତି ବୋଲି ଏଠାରେ ଧୃତରାଷ୍ଟ୍ର ଖୁବ୍ ଖୁସି ହୋଇଯିବେ। ସଞ୍ଜୟ କହୁଛନ୍ତି ଯେ ଯୁଦ୍ଧ କରିବାକୁ अर्जुन ନ ଗଲେ ଧୃତରାଷ୍ଟ୍ର ଖୁବ୍ ଖୁସି ହେଇଯିବେ କାରଣ ଯୁଦ୍ଧ ନ କଲେ ସେ ଭିକ୍ଷା ମାଗି ଚଳିବେ। संजय धृतराष्ट्रଙ୍କର हताश କରି ପକାଇଲେ କାରଣ अर्जुनଙ୍କୁ संजय शत्रु ଦମନକାରୀ ବୋଲି କହିଲେ କିନ୍ତୁ ପରମ ଗୁରୁ ଶ୍ରୀକୃଷ୍ଣଙ୍କ ଠାରେ ଶିଷ୍ୟ ରୂପେ अर्जुन ଆତ୍ମସମର୍ପଣ କରିଛନ୍ତି। ଆଉ ଏଥିରୁ ଜଣାପଡୁଛି ଯେ ସେ ଖୁବ୍ ଶୀଘ୍ର ଯୁଦ୍ଧ କ୍ଷେତ୍ରକୁ ଓହରିବେ ଯୁଦ୍ଧ କରିବେ ଆଉ ଶେଷ ପର୍ଯ୍ୟନ୍ତ ହିଁ ଯୁଦ୍ଧ କରିବେ କାରଣ ତାଙ୍କ ଗୁରୁ ଶ୍ରୀକୃଷ୍ଣ ତାଙ୍କୁ ମାର୍ଗଦର୍ଶନ କରାଇବେ ଏସବୁ ସୁବିଧାରୁ ତାଙ୍କୁ ଦୂର କରାଇବେ। ଆଜି ମୁଁ ଏଇଠି ଭିଡିଓଟି ସମାପ୍ତ କରୁଛି। ରହୁଛି ଜୟ ରାଧେ କୃଷ୍ଣ। ଯଦି ମୋ ଚ୍ୟାନେଲଟି ଆପଣଙ୍କୁ ଭଲ ଲାଗିଲା ମୋ ଯଦି ଭାଗବତ ପଢା ଆପଣଙ୍କୁ ଭଲ ଲାଗୁଛି ତାହେଲେ ମୋ ଚ୍ୟାନେଲକୁ ଲାଇକ୍ ଆଉ ସବସ୍କ୍ରାଇବ କରିବେ।